ଆଜି ଆମେ କୁଆଡ଼େ ଗଲୁ, କ'ଣ ସବୁ ଆସିଲା ଯେ ଜାଣିବାକୁ ଭିଡ଼ିଓ ଟିକେ ଲାଷ୍ଟ ଯାଏଁ ନିଶ୍ଚୟ ଦେଖି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ପୁଅକୁ ଘରେ ଛାଡ଼ିକିନା ଆମେ 2 ଜଣ ଯାକ ଚାଲିଲୁ ମାର୍କେଟ ଗଲାବେଳକୁ ଟିକେ ଟିକେ ବର୍ଷା ହେଉଥିଲା। ତଥାପି ଭାବିଲୁ ବୋଧେ ବର୍ଷା ଛାଡ଼ିଯିବ। ଫାଷ୍ଟ ଆମର ଫେଭରେଟ୍ ଜାଗାରେ ଟିକେ ଦହିବରା ଖାଇଦେଲୁ। ଦହିବରା ଖାଇସାରିଲା ପରେ ଏମିତି ସାଙ୍ଗମାନେ ବର୍ଷା ହେଲା, ତଥାପି କାଳେ ଜୋରେ ବର୍ଷା ହେବ। ବର୍ଷା ମାଡ଼ ଖାଇକା ଆମେ ପହଞ୍ଚିଗଲୁ ଯାଇ ଖାଦିମିରେ ପହଞ୍ଚି ସାରିଲା ପରେ ବାବୁ ଫାଷ୍ଟ ତାଙ୍କ ପାଇଁକା ଏଠି ଦେଖନ୍ତୁ ବୁଟ୍ ଦେଖୁଛନ୍ତି, କାହିଁକିନା ତାଙ୍କ ନଷ୍ଟ ହେଇଯାଇଥିଲା। ତାପରେ ସବୁ ବିଲ୍ କରିସାରିଲା। ତାପରେ ଆମେ ପହଞ୍ଚିଗଲୁ ମା ତାରିଣୀ ବସ୍ତ୍ରାଳୟରେ। ଫାଷ୍ଟ ତ ମୁଁ ବୋଉଙ୍କ ପାଇଁକା ଏଠି ସମ୍ବଲପୁରୀ ଦେଖିଲି, କିନ୍ତୁ ବୋଉ କହିଲେ କି ନା ମୋ ପାଇଁ ସମ୍ବଲପୁରୀ ଆଣିବୁନି, ମୋ ପାଇଁକା ଗୋଟେ ଭଲ କଟନ୍ର ନେଇକିନା ଆସିବୁ। ତ ମୁଁ ଗୋଟେ କି କଟନ୍ର ଦେଖିଦେଲି। ତାପରେ ଯେଉଁଟା ଭଲ ଲାଗିଲା ତାକୁ ନେଇଗଲି। ତାପରେ ଦିଦିଙ୍କ ପାଇଁକା ଦେଖିଲି ଗୋଟେ ସୁନ୍ଦର ଶାଢ଼ୀଟେ। ଦିଦିଙ୍କର ସରିଲା ପରେ ଯାଇକିନା ପହଞ୍ଚିଗଲି ମୋ ପୁଅ ପାଇଁ ଆଣିବା ପାଇଁକା। ପୁଅର କାହିଁକିନା ଡେଲି ଡ୍ରେସ୍ ଗୁଡ଼ାକ ସବୁ ନଷ୍ଟ ହେଇଯାଇଥିଲା, ତ ତା ପାଇଁକା ହାର୍ଡ଼ଲି 10 ହଳ ଖଣ୍ଡେ ଡ୍ରେସ୍ ଆଣିଲି। ଏଠି ବାବୁ କହୁଛନ୍ତି ତୁ କ'ଣ ପୁରା ମାର୍କେଟଟା ତୋ ପୁଅ ପାଇଁ ନେଇକି ଯିବୁ ନା କ'ଣ? ମୁଁ କହିଲି ଆସିଛି ମାନେ କ'ଣ ଛାଡ଼ିବି ନା କ'ଣ? ତାପରେ ସବୁ ସରିଲା ପରେ ଯାଇକି ପହଞ୍ଚିଗଲି ବିଲ୍ କାଉଣ୍ଟରରେ। ଗୋଟିକି ସବୁ ଏଠି ବିଲ୍ କଲି। ବିଲ୍ କରିସାରିଲା ପରେ ପୁରା ବ୍ୟାଗ୍ ସବୁ ଧରିକିନା ବାହାରିଲୁ। ବାବୁ କହିଲେ ତୁ ସବୁ ଗୁଡ଼ାକ ବ୍ୟାଗ୍ ଧରିକିନା ବସ। ରାସ୍ତାରେ ଆସିଲା ବେଳକୁ ମୁଁ କହିଲି ଫାଷ୍ଟ ତମ ପାଇଁ ହେଲମେଟ୍ ନିଅ, ତମ ହେଲମେଟ୍ ପୁରା ନଷ୍ଟ ହେଇଗଲାଣି। ତାପରେ ଆସିଲା ବେଳେ ଦେଖିଲେ ସେଠି ବନ ମହୋତ୍ସବ ଚାଲିଥିଲା, କିନ୍ତୁ ପ୍ରବଳ ଗହଳି ସକାଶୁ ଆମେ ପଳେଇ ଆସିଲୁ। ବୋଉଙ୍କୁ ଦେଖନ୍ତୁ ତାଙ୍କ ଲୁଗାଟା ଫାଷ୍ଟ ଦେଇଥିଲି। ବୋଉ କହିଲେ ତ ବଢ଼ିଆ ହେଇଛି। ଭାଇଙ୍କ ଚପଲ ଦେଇଦେଲି। ତାପରେ ପୁଅ ଏଠି ଦେଖନ୍ତୁ ବୁଟ୍କୁ ତାର ଦେଖିକି ତ ସେ ଭାରି ଖୁସି ହେଇଗଲା। ତାପରେ ତାକୁ ସାଙ୍ଗେ ପିନ୍ଧିକିନା ଖୁସିରେ ନାଚିବାକୁ ଲାଗିଲା। ତାକୁ ଦେଖିକିନା ଏଠି ଦେଖନ୍ତୁ ମୋ ପୁଅ ବି ପୁରା ଖୁସିରେ ଡେଇଁବାକୁ ଲାଗିଲା। କହିଲା ମୋର ବି ବୁଟ୍ କ'ଣ ସେ ତାର ଖୋଳରେ ବସିକି ଖେଳିଲା। ତାପରେ ସମସ୍ତଙ୍କର ଲୁଗା ଦେଖିଲେ। ତାପରେ ବୋଉ ଦେଖୁଛନ୍ତି, ଦିଦି ଦେଖୁଛନ୍ତି। ତାପରେ ମା ଆସିଲେ, ମାଆଙ୍କୁ ତାଙ୍କର ଲୁଗା ବାହାର କରିକି ଦେଇଦେଲି। ମା କହିଲେ ବି ବହୁତ ବଢ଼ିଆ ହେଇଛି। ତାପରେ ସମସ୍ତଙ୍କର ସରିଲା ପରେ ଦିଦିଙ୍କୁ କହିଲି ପୁଅର ଡ୍ରେସ୍ ଗୁଡ଼ାକ ଦେଖିଦିଅ କେମିତି ହେଇଛି। ଦିଦି ଗୋଟିକି ପୁଅର ଡ୍ରେସ୍ କାଢ଼ିକି ଦେଖିଲେ, କହିଲେ ଆଉ କ'ଣ କିଛି ନଥିଲା, ଏକାବେଳେକେ ସବୁ ନେଇକିନା ପଳେଇ ଆସିଲୁ। ତାପରେ ମୁଁ ଚାଲିଲି ମୋର ବ୍ୟାଗ୍ ପ୍ୟାକିଂ କରିବା ପାଇଁକା। ତ ମୋତେ କୁଆଡ଼େ ଗୋଟେ ଯିବାର ଅଛି, ତ କୁଆଡ଼େ ଯିବାର ଅଛି ସେଇଟା ମୁଁ ଆପଣଙ୍କୁ ନେକ୍ସଟ ବ୍ଲଗ୍ରେ କହିବି। ହଉ ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ।